ଭାରତୀୟ ଐତିହ୍ୟ କଳା ଓ ସଂସ୍କୃତି ନ୍ୟାସର ଜଣେ ଆଜୀବନ ସଭ୍ୟ। ସାର୍ କ'ଣ କହିବେ ଆଜି ଯେଉଁ ଆଜି ଆମର ଏଇ ଯାହା ହେଉଛି ଏଇଟା ଗୋଟେ ଇନଟାଞ୍ଜିବୁଲ୍ ହେରିଟେଜ୍ ବା ଅଣସ୍ପର୍ଶ ଐତିହ୍ୟ, ଯାହାକୁ ଛୁଇଁ ହେବ ନାହିଁ କିନ୍ତୁ ଅନୁଭବ କରିହେବ, ସେମିତି ଗୋଟେ ଐତିହ୍ୟ। ସେଟା ହେଉଛି ଗାଧବା ଜନଜାତି ମାନେ ତିଆରି କରୁଥିବା ଗୋଟେ ପ୍ରକାର ଶାଢ଼ୀ, କେରଙ୍ଗ ଶାଢ଼ୀ, ଯାହାର ଗୋଟେ ନମୁନା ମୁଁ ଦେଖୁଛି, ଆପଣମାନେ ଦେଖୁଛନ୍ତି। ତାର ଏଇଟା ଗୋଟେ ଉତ୍ତରୀୟ, କିନ୍ତୁ ସେମାନେ ଶାଢ଼ୀ ଆକାରରେ ପିନ୍ଧନ୍ତି। ଗୋଟିଏ ଶାଢ଼ୀ ଦୁଇ ଖଣ୍ଡ ହୁଏ, ତାକୁ ଅଣ୍ଟାରେ ଗୋଟେ ଗୁଡ଼ନ୍ତି ଆଉ ତାକୁ ଗଣ୍ଠି ପକାଇକି ଏପରି ଭାବରେ ଉପରେ ବାନ୍ଧନ୍ତି, ଗୋଟିଏ ଶାଢ଼ୀ ଭଳିଆ ଦେଖାଯିବ। ଗୋଟିଏ ଶାଢ଼ୀ ପ୍ରତିଦିନ ବ୍ୟବହାର କରିକରି 70ରୁ 80 ବର୍ଷ ଯାଏ। କିନ୍ତୁ କ୍ରମାଗତ ଭାବରେ ସେଇ ଜନଜାତିର ଲୋକମାନେ এই କଳାକୁ ଭୁଲିଗଲେଣି। ଅଳ୍ପ କେତୋଟି ଗାଁରେ ଖୁବ୍ ଅଳ୍ପ ସଂଖ୍ୟକ, ଦୁଇ ସଂଖ୍ୟା ବିଶିଷ୍ଟ 70ରୁ 80 ଜଣ ସ୍ତ୍ରୀ ଲୋକ ଏଟାକୁ ବୁଣିବାର ଜାଣନ୍ତି। ଏଇଟା ଗୋଟେ କେରଙ୍ଗ ନାମକ ଗଛର ବକଳାରୁ ତିଆରି ହୁଏ। ତା ସହିତ ତୁଳା ସୂତା 30 ଭାଗ ମିଶେ, ଶତକଡ଼ା 30 ଭାଗ ମିଶେ। ଏଇ ଯେଉଁ ଦୁଇଟି ରଙ୍ଗ ଆପଣ ଦେଖୁଛନ୍ତି, ନାଲିଆ ଓ ନେଳିଆ, ସେଇ ଜଙ୍ଗଲଜାତ ମଞ୍ଜିରୁ ଆଣିକରି ସେମାନେ ତିଆରି କରନ୍ତି। ତାକୁ ଗରମ ପାଣିରେ ଫୁଟେଇ ସେଥିରେ କରନ୍ତି, ଯେଉଁଟାକି ବହୁତ ଦିନ ରହେ। ସେମାନେ ବିକିବା ପାଇଁ ଏଇଟା କରନ୍ତି ନାହିଁ, କେବଳ ନିଜ ଝିଅକୁ ବାହାଘର ବେଳକୁ ଗୋଟିଏ ଯୌତୁକ ଆକାରରେ ଦେବା ପାଇଁ କରନ୍ତି। ବହୁତ କଷ୍ଟରେ ଆମେ ତାଙ୍କୁ ବୁଝେଇଲୁ। ଆପଣମାନେ ଅନେକ ଗୁଡ଼ିଏ ନକାରାତ୍ମକ ତାଙ୍କର ବିଶ୍ୱାସ ଥାଏ, ଯେମିତି ଡାହାଣୀ ଫାହାଣୀ, କିନ୍ତୁ ଏଇଟା ଗୋଟେ ସକାରାତ୍ମକ। ଆମେ ବିକିବୁ ନାହିଁ, ଆମ ଝିଅକୁ ଦେବୁ, କାହିଁକି ଆମେ ବିକିବୁ? କିନ୍ତୁ ଯଦି ନ ବିକିବେ, କ୍ରମାଗତ ଭାବରେ ସେମାନେ ଭୁଲିଗଲେଣି, ଏଇଟା ପୁରା ଲୋପ ପାଇବୁ। ତାଙ୍କୁ ବହୁତ ବୁଝେଇ ଆମର ଭାରତୀୟ କଳା, ସାଂସ୍କୃତିକ ଓ ଐତିହ୍ୟ ଟ୍ରଷ୍ଟ ଇଣ୍ଟାକ୍, ଇଣ୍ଡିଆନ୍ ନ୍ୟାସନାଲ୍ ଟ୍ରଷ୍ଟ ଫର୍ ଆର୍ଟ କଲଚର୍ ଆଣ୍ଡ ହେରିଟେଜ୍ ତରଫରୁ ଗୋଟିଏ ଗାଁ ଲାମତାପୁର ବ୍ଲକର, ସେଠି ସେମାନଙ୍କୁ ଆମେ ମୋଟିଭେଟ୍ କରି ଏଇଟା ପୁନର୍ବାର ତାକୁ ପୁନରୁଦ୍ଧାର କରିବା ପାଇଁ ଆମେ କଲୁ। 6 ଖଣ୍ଡ ଶାଢ଼ୀ କରିକି ଆମକୁ ଦେଲେ। 6 ଖଣ୍ଡ ମାନେ 12ଟି ଖଣ୍ଡ, 6 ଯୋଡ଼ା ଦେଲେ ଆମକୁ ସେମାନେ। ଆଉ କରିବୁ ବୋଲିକି ପ୍ରତିଜ୍ଞାବଦ୍ଧ ହେଲେ, ବିକିବୁ ବୋଲିକି ତାଙ୍କୁ ରାଜି କରେଇଲୁ। ତୁମେ ନ ବିକିଲେ ଏଇଟା ଧୀରେ ଧୀରେ ତୁମେ ତ ଭୁଲି ଯାଉଛ, କିଏ କିଣିବ କହିଲାରୁ ସରକାରଙ୍କ ବିଭିନ୍ନ ବିଭାଗ କିଣିବେ। ଆଉ ଆପଣମାନେ ଜାଣିଥିବେ, ଯେମିତି ମାନେ ଆମର ସୌରାମାନଙ୍କର ପେଣ୍ଟିଂଟା GI ଟ୍ୟାଗ୍ ପାଇସାରିଲାଣି। ଯେମିତି ଡଙ୍ଗରିଆ କନ୍ଧମାନଙ୍କର ଶାଲ୍ର ଉପରେ ଯେଉଁ ଏମ୍ବ୍ରଏଡ଼ରୀ କରୁଛନ୍ତି, ସେଟା ବି GI ଟ୍ୟାଗ୍ ପାଉଛି। ୟା ତ ସେ ଅବସ୍ଥାକୁ ଆସିନାହିଁ, ଆମେ ଏଇଟା ପୁନରୁଦ୍ଧାର କରୁଛୁ। ତା'ର ଆଜି ସେଇ ପ୍ରକଳ୍ପ ବା ପ୍ରୋଜେକ୍ଟର ଆଜି ଶେଷ ହେଲା। ତେଣୁ ତାକୁ ଉଦ୍ଘାଟନ କରିବା ପାଇଁ ଆମେ ଆଜି ଆମର ଓଡ଼ିଶାର ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି